ବେଳକୁ ଆପଣ ମିସବିହେଭ୍ କଲେ ଯୋଉଥିପାଇଁ ମହିଳା କର୍ମୀକୁ ଆପଣଙ୍କୁ ଜୋତାରେ ପିଟିଥିଲେ। ଆପଣ ହେଉଛନ୍ତି ସେଇ ସବ୍ ଇନ୍ସପେକ୍ଟର ରମେଶ ଅଧିକାରୀ। ଭଦ୍ରକ ଥାନାରେ ଥିଲାବେଳେ ଲାଞ୍ଚ ନଉନ ଭିଜିଲାନ୍ସ ହାତରେ ଧରାପଡ଼ି 2,000 ଟଙ୍କା ନୋଟ ଦେଇ ଦେଉଥିଲା ବେଳେ ଭିଜିଲାନ୍ସ ଅଧିକାରୀ ତାହାର ତଣ୍ଟିକି ଚିପି ଧରିଥିଲେ। ଆପଣ ହେଉଛନ୍ତି ସେଇ ସବ୍ ଇନ୍ସପେକ୍ଟର ରମେଶ ଅଧିକାରୀ। ନିକିରେ ଥାନାରେ ଥିଲାବେଳେ କଲେଜ ସବୁ କମେଣ୍ଟ କଲେ କଲେଜ ପିଲାମାନେ ଯାହାକୁ ଲମ୍ବା କରି ପିଚ୍ ରାସ୍ତା ଉପରେ ଆଣ୍ଠେଇ ଆଣ୍ଠେଇ ନେଇଥିଲେ। ଆପଣ ହେଉଛନ୍ତି ସେଇ ସବ୍ ଇନ୍ସପେକ୍ଟର ରମେଶ ଅଧିକାରୀ। ହଁ ଏତିକିରେ ରହିବି ନା ଆଉ ଆଗକୁ କହିବି? ମାତ୍ର ଏତିକି। ମୁଁ ଜାଣିଛି ମୋ କ୍ୟାରେକ୍ଟର ସାର୍ଟିଫିକେଟରେ 30 ତାରିଖ ବ୍ଲାକ୍ ଆପଣ ଅଧିକା କ'ଣ କରିବେ? ଆଉ ଭାର୍ଗବପୁର ଫାର୍ମ ହାଉସ୍ କଥା କେବଳ ସେ ଘଟଣା ସହିତ ଗୋଟେ ବହୁର ଇଜ୍ଜତ ପ୍ରଶ୍ନ ଜଡ଼ିତ। ସେଥିପାଇଁ ମୁଁ ଚୁପ୍ ରହିଛି। ମୋ ସାନ ଭାଇ ଶକ୍ତିର ଶ୍ୱଶୁରଙ୍କଠାରୁ ସେ ଘଟଣା କୈଫିୟତ ମାଦା କରିବି। ଆପଣ ଏକା ଆସିପାରନ୍ତି? କ'ଣ କହିଲେ? ଆପଣଙ୍କ ମଝିଆ ଭାଇଙ୍କ ଶ୍ୱଶୁର ସଂଖ୍ୟାକୁ ଆସୁଛନ୍ତି? ଠିକ୍ ଅଛି ଠିକ୍ ଅଛି, ମୁଁ ଏବେ ଆସୁଛି। ଯାହା ଆଣିବା କଥା ଆଣିକି ଅଛି। ଆପଣଙ୍କ ପାଇଁ ବହୁତ କିଛି ଅଛି। ଯାଆନ୍ତୁ ଯାଆନ୍ତୁ, ମୁଣ୍ଡେଇକି ଆଣିବେ। ମାନସ ଘରେ ଦେବେ କେଉଁଠି? ତମେ ତ ଜାଣିଛ ସେଇଟା ଗୋଟେ ମୂଷା ପର୍ସେଣ୍ଟ ଲୋକଟା। ମୁଁ ସେ କାମରେ କେତେ ପରଫେକ୍ଟ ସେଇଟାକୁ ଚାକିରିରୁ ବାହାର କରିଦେବି। ସଦାବେଳେ କହନ୍ତୁ ମୁଁ ଆପଣଙ୍କୁ ଚାହେଁ ଶକ୍ତିପଦ ପରିଚୟ ନୁହଁ, ତା ବଡ଼ ଭାଇ ଧର୍ମପଦ ପରିଚୟ। ତମ ଭୟସରୁ ଯାହା ମନେ ହେଉଛି ତମକୁ ମୋ ନାଁରେ କିଏ ଗୋଟେ ଗୁଣୁଗୁଣିଆ କଥା କହିଛି। ଆଉ ଆପଣ ଆଉ ସବ୍ ଇନ୍ସପେକ୍ଟର ରମେଶ ଅଧିକାରୀ ମିଶି ମାନସ ବୈରାଗର ସ୍ତ୍ରୀ ଇତି ବୈରାଗକୁ ଛି ଛି ଛି। ତମକୁ ଗୋଟେ ମୋ ନାଁରେ ମିଛ କଥା କହିଛ। ମିଛ କଥା? ମିଛ କ'ଣ ସତ କ'ଣ ତା ପ୍ରମାଣ ଇତି ବୈରାଗୀ। ସେ ଆତ୍ମହତ୍ୟା କରିବାକୁ ଚାଲି ଯାଉଛନ୍ତି। ତାକୁ ମୋ ପାଖରେ ପହଞ୍ଚେଇ ଦେଇଛି।